ଚିତ୍ତଟାକୁ ବୁଝିବୁ। ଆଜ୍ଞା ଆଜ୍ଞା। ମନ ବୁଦ୍ଧି ଅହଙ୍କାରକୁ ବୁଝି ସାରିଲୁଣି ନା? ହଁ ମନ, ହଁ ସେଇ ତ ମନ ବୁଦ୍ଧି ଚିତ୍ତ ଅହଙ୍କାର, ସିଏ ଚାରିଟା ସେଥିରେ ଅଛି ଭିତରେ। ତାପରେ ମଧ୍ୟ ଚାଲିଛି, ପଢା ଚାଲିଛି। ଚିତ୍ତଟାରେ ମୁଁ ବିଭିନ୍ନ ପ୍ରକାର ବହି ଫଲୋ କରୁଛି, ବିଭିନ୍ନ ପ୍ରକାର ତାର ଉତ୍ତର ବାହାରୁଛି ଚିତ୍ତ ଉପରେ। ତେଣୁ ଆପଣ ଗୋଟେ ଟିକେ ମୁଁ ଜାଣିବାକୁ ଚାହୁଁଛି ଚିତ୍ତ ଉପରେ। ଆପଣଙ୍କ ପାଖରେ ଆଉ ଗୋଟେ ଜିନିଷ ରହିଛି, ହଁ ଏଇଟା କହିସାରନ୍ତୁ, ମୁଁ ଆଉ ଯୋଡ଼ିଏ ଅଛି ଆଉ। ଚିତ୍ତ, ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଚାରିଟାକୁ କୁହାଯାଏ ଅନ୍ତର ଇନ୍ଦ୍ରିୟ। ହଁ ଏଗୁଡା ଏଇଟା ସବୁ ଇନ୍ଦ୍ରିୟ କ୍ଷମତା ହେଲା। ଆଜ୍ଞା ଆମ ଦେହ ଭିତରେ ଯୋଉ ଚାରିଟା ଜାଗା ରହିଛି, ନାଭି, ହୃଦ, କଣ୍ଠ, ଲଳନା ଚକ୍ର। ଆଜ୍ଞା। ଏଇ ଚାରି ଜାଗାରେ ଚାରୋଟି ଆଜ୍ଞା ଶୂନ୍ୟ ରହିଛି। ଆଜ୍ଞା ସେ ଶୂନ୍ୟରେ ଚେତନ ଶକ୍ତି ରହିଛି। ଆଜ୍ଞା ଚେତନ ଶକ୍ତି ଚତୁର୍ଥ ପରିସରରେ ଥାଏ ହୁଁ ଏବଂ ସେଇ ଚତୁର୍ଥ ପରିସରରୁ ସେ ତୃତୀୟ ପରିସରକୁ ଆସେ ଇନ୍ଦ୍ରିୟ ଆଜ୍ଞା କ୍ଷମତା ରୂପରେ। ତାମାନେ ହଁ ଚେତନ ଶକ୍ତି ଛରି ଭିତରେ ଇନ୍ଦ୍ରିୟ ଆଜ୍ଞା କ୍ଷମତାରେ ପରିଣତ ହୁଏ। ଏଇ ଚାରିଟା ଜାଗାରେ ଚାରି ପ୍ରକାରର ଇନ୍ଦ୍ରିୟ କ୍ଷମତାରେ ପରିଣତ ହୁଏ। ଆଜ୍ଞା ତେଣୁ ମନ ହେଲା କଳ୍ପନା ଶକ୍ତି, ଆଜ୍ଞା କଳ୍ପନା କରିବା। ଆଜ୍ଞା। ବୁଦ୍ଧି ହେଲା ଅନୁଭବ ଶକ୍ତି। ଆଜ୍ଞା। ସେ ଯାହା ମନ କଳ୍ପନା କରେ, ବୁଦ୍ଧି ତାକୁ ଅନୁଭବ କରେ। ଆଜ୍ଞା ଚିତ୍ତ ହେଲା ବିଚାର ଶକ୍ତି, ତାକୁ ନିର୍ଣ୍ଣୟ କରେ। ବୁଦ୍ଧି ଯୋଉଟା ଅନୁଭବ କଲା, ଚିତ୍ତଟାକୁ ନିର୍ଣ୍ଣୟ କଲା କଣ ଭଲ ମନ୍ଦ। ତାପରେ ଆଜ୍ଞା ସେଇଠୁ ଅହଙ୍କାର କଣ ହୁଏ ନା, ସେଇ ଚିତ୍ତର ଯୋଉ ବିଚାର ଶକ୍ତିଟାକୁ ସିଏ ତାକୁ ନେଇକି କାର୍ଯ୍ୟରେ ଲଗାଏ। ଆଚ୍ଛା, ଚିତ୍ତର ସ୍ଥାନ ହେଲା ଅନାହତ ଚକ୍ରରେ। ଆଜ୍ଞା। ଅନାହତ ଚକ୍ରରେ ଚିତ୍ତର ସ୍ଥାନ। ଆଜ୍ଞା ତେଣୁ ଚିତ୍ତର ଯୋଉ ବିଚାର କ୍ଷମତା, ଯୋଉ ଇନ୍ଦ୍ରିୟ କ୍ଷମତା, ସେଇଟା ହୁଏ କଣ ନା, ପ୍ରାଣ ସ୍ପନ୍ଦନକୁ ଆଜ୍ଞା। ଚିତ୍ତର ସ୍ପନ୍ଦନ ବୋଲିକି କୁହାଯାଏ। ପ୍ରାଣ ଶକ୍ତି ଆମର ରହିଲା, ନାଭିରେ ଆତ୍ମ ଶକ୍ତି ରହିଲା। ସେ ଆତ୍ମ ଆଜ୍ଞା ଶକ୍ତି କଣ ହୁଏ ନା, ବୁଦ୍ଧି ଇନ୍ଦ୍ରିୟରେ ପରିଣତ ହୁଏ। ଆଜ୍ଞା। ଆମ ହୃଦୟ ରହିଲା ପ୍ରାଣ ଶକ୍ତି, ସେ ଚିତ୍ତ ଇନ୍ଦ୍ରିୟରେ ପରିଣତ ହୁଏ। ଆଜ୍ଞା। କଣ୍ଠରେ ରହିଲା ମାନସ ଶକ୍ତି, ସିଏ ମନ ଇନ୍ଦ୍ରିୟରେ ପରିଣତ ହୁଏ। ବୁଝିଲ? ଆଜ୍ଞା ଆଉ ଆଜ୍ଞା ଲଳନା ଚକ୍ରରେ ରହିଲା ଅଭିମାନ ଶକ୍ତି, ଯିଏ ଅହଙ୍କାର ଶକ୍ତିରେ ପରିଣତ ହୁଏ। ଆଜ୍ଞା ଏଇ ଚାରିଟା ହଉଛି ଅନ୍ତର ଇନ୍ଦ୍ରିୟ। ଏଇ ଅନ୍ତର ଇନ୍ଦ୍ରିୟ ଦ୍ଵାରା, ମନ ବୁଦ୍ଧି ଚିତ୍ତ ଅହଙ୍କାର ଦ୍ଵାରା ଆମର କଣ ହୁଏ ନା, ଇନ୍ଦ୍ରିୟ କ୍ଷମତା ଗୁଡିକ ସବୁ ପରିଚାଳିତ ହୁଏ। ମାନସ ଶକ୍ତି ଆମର କର୍ଣ୍ଣ, ଚର୍ମ, ଚକ୍ଷୁ, ନାସା ଏବଂ ଜିହ୍ୱାଠାରେ ସିଏ ପାଞ୍ଚ ପ୍ରକାରର ଜ୍ଞାନ ଇନ୍ଦ୍ରିୟ କ୍ଷମତାରେ ପରିଣତ ହୁଏ। ଆଜ୍ଞା। ଆଚ୍ଛା, ପ୍ରାଣ ଶକ୍ତି ଯିଏ ରହିଲେ ଆମର ହୃଦୟରେ, ସିଏ ମୁଖ, ହସ୍ତ, ପଦ, ମୂତ୍ର ଦ୍ୱାର, ମଳ ଦ୍ୱାର, ଏଇ ପାଞ୍ଚ ଜାଗାରେ ପାଞ୍ଚଟି କର୍ମ ଇନ୍ଦ୍ରିୟ ଶକ୍ତିରେ ସେ ପରିଣତ ହୁଏ। ଆଜ୍ଞା। ହେଇକି ଟୋଟାଲ ଶରୀରଟାକୁ ସେମାନେ ପରିଚାଳନା କରନ୍ତି। ଆଜ୍ଞା ଆଚ୍ଛା, ଆଉ ଚିତ୍ତର ତ ଏଇ ହଉଛି କାମ। ଆଉ ଚିତ୍ତ କଣ? ହଁ, ସେଇ ଚିତ୍ତର ଯୋଉ ଅଛି, ପତଞ୍ଜଳି ଯୋଗ ସୂତ୍ର ଯୋଉ ଦୁଇର ଚିତ୍ତବୃତ୍ତି ନିରୋଧକୁ ଯୋଉ କୁହାଯାଏ, ଏଠି ଯୋଉ ଅଛି, ସେତେବେଳେ ଚିତ୍ତକୁ କନସିୟସ୍, ସବକନସିୟସ୍, ସୁପର କନସିୟସ୍ ଉପରେ ସେ ଗୋଟେ କଣ ଦେଇଛନ୍ତି। ମୁଁ ଗୋଟେ କନସିୟସ୍ ପଢିଲି, ସେଇଟା ଆମର ପରୀକ୍ଷାରେ ମଧ୍ୟ ପଡିଥିଲା ଏଇଟା। ସେଇ ଯୋଉ ଜିନିଷଟି ତମେ ପଢିଲ, ଶୁଣ, ସେଇ ଯୋଉ ଜିନିଷଟି ପଢିଲ, ତାର ବାସ୍ତବ ଅନୁଭବ କେବେ ହେଲେ ତମେ ବହି ପଢିକି ପାଇପାରିବନି। ହଁ, ସେଇ ଗୋଟିଏ ତ ଜିନିଷ ଆଉ। ହଁ, ନାଇଁ, ଯେତେ ତମେ ବହି ପଢିବ, ତମେ ସେତେ ତମେ ବଣରେ ପଶିବ। କାହିଁକି ନା, ଯୋଉ ପତଞ୍ଜଳ ମହର୍ଷି, ସେ ହଉଛନ୍ତି ମହାଜ୍ଞାନୀ। ଆଜ୍ଞା ସିଏ ତାଙ୍କ ଜ୍ଞାନ କୌଶଳରେ ଯୋଉ କଥା ଲେଖିଛନ୍ତି, ଆମେ ସେତିକି ସ୍ତରକୁ ନଗଲା ପର୍ଯ୍ୟନ୍ତ ତାଙ୍କ କଥାଟାକୁ ବୁଝି ପାରିବାନି। ହଁ, ଗୋଟିଏ ଜିନିଷ ସେଇଠି ରହିଲା ଆଉ। ତେଣୁ ଗୋଟେ କଥା ହଉଛି, ତାକୁ ସରଳ ହିସାବରେ ବୁଝିବା ପାଇଁ ହେଲେ ଆମେ କେବଳ ବିନା ପ୍ରାକ୍ଟିକାଲରେ କୌଣସି ଜିନିଷର ଅନୁଭବ ଆସିପାରିବନି। ଗାଇଲେ ବାଇଲେ କହିଲେ କି ହେବ, ଅନୁଭବ କଲେ ପାଇ, ଜୀବର ଗତିରେ ମୂଳ ଅନୁଭବ, ଗୁରୁ ବିନା ଗତି ନାହିଁ। ତେଣୁ ଚିତ୍ତ ଶୋଧନ ପ୍ରଥମେ କରିବାକୁ ପଡିବ। ଚିତ୍ତ ଶୋଧନ କଣ? ନା, ଚିତ୍ତ ହଉଛି କଣ ନା, ଚିତ୍ତ ଦେହରେ ବିଭିନ୍ନ ପ୍ରକାରର ମନର ଯୋଉ ପ୍ରକୃତି ଗୁଡିକ ସେଠି ଯାଇକି ଜମା ହଉଛି ଅଳିଆ ହେଇକି,
ସୁପ୍ରକୃତି କୁପ୍ରକୃତି ସବୁ ପ୍ରକାରର ପ୍ରକୃତି ଚିତ୍ତରେ ଜମା ହଉଛି। ତେଣୁ ଚିତ୍ତ ଯଦି ବିଶୁଦ୍ଧ ହେଇଯିବ ତାର କୁପ୍ରକୃତି ବିନାଶ ହେଇକି ସୁପ୍ରକୃତି ଜାଗ୍ରତ ହବ। ତେଣୁ ସଦ୍ଗୁରୁ କେବଳ ଜାଣିଛନ୍ତି ତାର କୌଶଳ, ଯୋଉ କୌଶଳ ଦ୍ଵାରା କୁପ୍ରକୃତି ବିନାଶ ହେଇକି ସୁପ୍ରକୃତି ଜାଗ୍ରତ ହବ। ତେଣୁ ସବୁ ସାଧୁ ମାନଙ୍କୁ ପଚାର, କଣ କଲେ ମୋ ହୃଦୟରୁ କୁପ୍ରକୃତି ବିନାଶ ହେଇକି ସୁପ୍ରକୃତି ଜାଗ୍ରତ ହବ, ତାର ଫର୍ମୁଲାଟା କଣ? ସେଇ ଆଜ୍ଞା ଫର୍ମୁଲାଟା ପାଇଗଲେ ତ କାମ ସରିଲା। ଚିତ୍ତ ଶୋଧନ ହବ, ଚିତ୍ତ ଶୋଧନ ହେଲେ ତମେ ଅଟୋମେଟିକ ଜ୍ଞାନ ଉଦୟ ହବ, ଜ୍ଞାନ ଉଦୟ ହେଲେ ତମେ ଅଟୋମେଟିକ ଜାଣିପାରିବ ସେ ଚିତ୍ତର କାର୍ଯ୍ୟଟା କଣ, ତମେ ନିଜେ ଅନୁଭବ କରିକି ଜାଣିପାରିବ। ଏମିତି 1000 ବର୍ଷ ଶୁଣିଲେ ପଢିଲେ କିଛି ହବନି। ହଁ ହଁ ପ୍ରକୃତ ଅନୁଭବ ଆମର ଦରକାର। ହଁ ସେଇ ଗୋଟିକ ଅନୁଭବ। ଆଚ୍ଛା ଆପଣ ଆଉ ଗୋଟେ କହିଲେ, ଆପଣଙ୍କର ଯଦି ଗୁରୁ ନଥିଲେ ଆପଣ ଯୋଡ଼ିଏ ଜିନିଷ କହିଲେ, ଗୋଟେ ହଉଛି ତାଙ୍କ ଆଁ? ଆଉ ଗୋଟେ ଆପଣଙ୍କର ଯୋଉ ସୂତ୍ର, ଗୁରୁ ସୂତ୍ରରେ ଆପଣ ଦଉଛନ୍ତି, ଗୋଟେ ହେଉଛି ତ୍ରାଟକ, ଆଉ ଗୋଟେ ବାହ୍ୟ ଯୋଉଟା ହଉଛି କୁମ୍ଭକ, ନାଇଁ ବାହ୍ୟ କୁମ୍ଭକ, ସେ ଯୋଡ଼ିକ ଆପଣଙ୍କ ଗୁରୁ ସୂତ୍ର ଦଉଛନ୍ତି। ଆଉ ଯୋଉଟା ଶ୍ୱାସ ପ୍ରଶ୍ୱାସ ଯୋଉଟା ଯାଉଛି ରେଚକ ପୂରକ, ତ ମୁଁ ଜଣଙ୍କୁ ପାଇଯାଇଛି, ଆପଣଙ୍କୁ ଏଇ ଯୋଡ଼ିକ ଗୁରୁ କଲେ ଆପଣ ଦେବେ। କଣ ଏଇଟା ମୁଁ ଟିକେ ବୁଝିପାରୁନି କଥାଟା କଣ? ଆପଣ ଆମର ଯୋଉ ଯାଉଛି ଶ୍ୱାସ ପ୍ରଶ୍ୱାସ ଯୋଉ ଚାଲିଛି, ପ୍ରାଣାୟାମ ଯୋଉଟା ଚାଲିଛି ରେଚକ ପୂରକ କୁମ୍ଭକ, ଆପଣଙ୍କ ମୁଁ ଯାଇଥିଲି ଗୋଟେ ଗୁରୁଙ୍କ ପାଖରେ, ସେ ରେଚକ ପୂରକଟା ସେ ଦେଇଥିଲେ, ଆପଣଙ୍କର କୁମ୍ଭକ। ଆପଣଙ୍କ ପାଖରେ ଅଛି ଯୋଉଟି ଜିନିଷ କହିଲେ କୁମ୍ଭକ ଆଉ ତ୍ରାଟକ। ଗୋଟେ ଦିନ କହୁଥିଲେ ଯେ ରଚକ ପୂରକ ଶିଷ୍ୟର କୃତ, କୁମ୍ଭକ ତ୍ରାଟକ ଗୁରୁଙ୍କ ଦତ୍ତ। ହଁ ବାସ୍, ଗୁରୁଙ୍କ ଦତ୍ତ ଯୋଉଟା କହିଲେ। କୁମ୍ଭକ ତେଣୁ ସେ ତ୍ରାଟକ ଗୁରୁଙ୍କ ଆଶୀର୍ବାଦରୁ ସେ କୁମ୍ଭକ ତ୍ରାଟକ ହବ। ରେଚକ ପୂରକ ହଉଛି ଶିଷ୍ୟର କର୍ତ୍ତବ୍ୟ, ସିଏ କରିବ। କିନ୍ତୁ କୁମ୍ଭକ ତ୍ରାଟକଟା ବଳେ ବେଳେ ଅଟୋମେଟିକ ସିଏ ହେଇଯିବ। ମୋ ଭୋଜନ ନାଶାତୀତ ପବନ ବଳେଠି ସ୍ଥପିତ। ସେ ଗୁରୁଙ୍କ ଆଶୀର୍ବାଦ ହେଲେ ସେଗୁଡା ସବୁ ହେଇଯିବ। ଓହୋ। ମୁଁ ଆପଣଙ୍କ ପାଖରେ ପହଞ୍ଚିବି, ରବିବାର ଦିନ ଯିବି ଆପଣଙ୍କ ପାଖକୁ, ଆପଣଙ୍କ ପାଖରେ ଭେଟିବି ସେଦିନ ଆଉ। ରବିବାର ହଉଛି ଆମର ଭୁବନେଶ୍ୱର ବତଣ୍ଡା। ହଁ ହଁ ଯୋଉଟା ଆପଣ ଦେଇଛନ୍ତି ଗୋଟେ ଛାଡ଼ିଛନ୍ତି, ଆପଣ କିଏ ହେଲେ ଜଣେ ଅଛନ୍ତି ତ, ତାଙ୍କୁ ଫୋନ କରିଥିଲେ ଯେ କହିଲେ ନାଇଁ ନାଇଁ ମୁଁ ଗୁରୁ ନୁହନ୍ତି। ହଁ ହଉ ହଁ ଆପଣ କଣ କହିଲେ ସିଏ? ସେ କହିଲେ ଗୁରୁ ପ୍ରତି ରବିବାର ମାସର ଶେଷ ରବିବାର ଆସନ୍ତି। ହଁ ହଁ। ବୋଲେ ହଉ ଭଲ ହେଲା, ଭୁବନେଶ୍ୱରକୁ ଯଦି ଆସୁଛନ୍ତି ଭଲ ହେଲା, ସାକ୍ଷାତ କରିବା ଆଉ କଣ କରୁଛି। ଗୁରୁଙ୍କୁ ସାକ୍ଷାତ କରିବା, ଗୁରୁଙ୍କୁ ସାକ୍ଷାତ କଲେ କେତେ ପାପ ଧୋଇ ହେଇଯିବ। ସେଇଟା ଆମର ମାତୃ ଗର୍ଭ ଜ୍ଞାନଟା ବିଜ୍ଞାନ ମତରେ ସବୁ ସେଟା କଣ୍ଟିନ୍ୟୁ ହଉଛି। 2 ମାସ ହେଇଗଲାଣି, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ, ଆଜ୍ଞା 3 ମାସ ଗଲାଣି, 4ର୍ଥ ମାସ ବି ଚାଲିଛି। ସେଇ ଆଜ୍ଞା ମାତୃଗର୍ଭ ଜ୍ଞାନଟା ହୁଏତ 1 ବର୍ଷ ଆମର ଚାଲିବ। ତାର କାରଣ କଣ ନା, ତାରି ଉପରେ ଭାଗବତ କଣ ଲେଖିଛି, ବିଜ୍ଞାନ କଣ କହୁଛି, ଦର୍ଶନ କଣ କହୁଛି, ସାଧୁ ସନ୍ନ୍ୟାସୀ ମାନେ କଣ କହୁଛନ୍ତି, ତାରି ଉପରେ ତୁଳନା କରାହେଇକି ତାର ପ୍ରକୃତ ଅନୁଭବ ଜ୍ଞାନଟା ମୋ ରିସର୍ଚ୍ଚରେ ମୁଁ ସେଗୁଡା ସବୁ କହୁଛି। ଏଥରେ ବି ହଁ ଭୁବନେଶ୍ୱରରେ କହୁଛନ୍ତି। ହଁ କେବଳ ଭୁବନେଶ୍ୱରରେ। ଆଉ ସେଇଟା ହଉଛି, ଏଥର ଆମର ବୋଧେ ମୁଁ 18 ପେଜ ଲେଖିକି ପଠେଇଛି ସେଠିକି। ଆଜ୍ଞା 18 ପେଜ ପୁରା ମୂଳକୁ ଶେଷ ପର୍ଯ୍ୟନ୍ତ ଆଲୋଚନା କରାହବ। ଧୈର୍ଯ୍ୟ ଧରିକି ବସିଲେ ଆଲୋଚନା କରିବା ଆଉ। ଆଜ୍ଞା ଆଜ୍ଞା ଆଜ୍ଞା। ଆଚ୍ଛା ଆପଣଙ୍କର ଦୀକ୍ଷା ନେବାକୁ ହେଲେ ଆପଣଙ୍କ ସେଠିକି ଯିବାକୁ ପଡ଼ିବ। ମୁଁ ଯାଇଥିଲି ଯୋଉ, ମୁଁ ପଳେଇ ଆସିଲି। କାହିଁକିନା ଆପଣ ଯଦି ଗୋଟେ ଦୀକ୍ଷା ନେବାକୁ ହେଲେ କି କିଛି ସମୟ ରହିବାକୁ ପଡ଼ିବ ଆପଣଙ୍କ ପାଖରେ, ନ ରହିଲେ ଏଇଟା କିଛି ହବନି। ମୁଁ ଫିଲ୍ କଲି ଯୋଉଟା। ସେଇ ଦୀକ୍ଷା ହେଲେ ସେଠି ସିଏ ଆମର ଆଶ୍ରମକୁ ଆସିବାକୁ ପଡ଼ିବ। ଆଶ୍ରମରେ ନ ରହିଲେ କିଛି ଜାଣି ହବନି। ହଁ ନ ରହିଲେ କିଛି ହବନି। ହଁ ତେଣୁ ରହିବାକୁ ଯଦି ରହିବ ମାସେ 2 ମାସ କି 4 ଦିନ 8 ଦିନ ରହିଲେ କିଛି ଆପଣ ଗୋଟେ ଜାଣିହବ। ନହେଲେ ବିନା ଏଇଥିରେ କଣ ଜାଣିବ କଣ ଦୀକ୍ଷାଟା ଆପଣ ଯୋଉ ଇଏ ସେ ଜିନିଷ ନୁହେଁ, ଇଏ ସେ ଜିନିଷ ନୁହଁ। ତମେ ଯୋଉ ଭାବୁଛ ଯେ 4 ଦିନ 8 ଦିନ ରହିବି ସବୁ ଯୋଗ କ୍ରିୟା ଶିଖିବି, ଇଏ ସେ କଥା ନୁହଁ। ଗୋଟେ ଆଜ୍ଞା କଥା ହଉଛି, ତମକୁ ମୁଁ ଫର୍ମୁଲା ବତେଇଦେବି। ଆଜ୍ଞା ଯୋଗର ଫର୍ମୁଲା ଟା ପକେଇଦେବି, ବୁଝିଲେ କି? କର୍ମ କରିବା ନିଜ ହାତେ, ଅନିକେ ପାରିବେ ଜଗତେ। ମୁଁ ଫର୍ମୁଲା ବତେଇଦେବି, ଘରେ ପ୍ରାକ୍ଟିସ କରିବ। କରିସାରିଲା ପରେ ମାସେ 15 ଦିନ 6 ମାସ ବର୍ଷେ ଯେତେବେଳେ ମନ ହେଲା ଏଠିକି ଆସିବ। ଯାହା ସବୁ କରି ଯେତିକି ବାଟ ଗଲ, ତାକୁ ମୁଁ ତାପରେ ସଂଶୋଧନ କରି ତା ଉପର କ୍ଲାସ ଗୁଡା ସବୁ ବତେଇଦେବି। ଏଇଟା ହଉଛି ଆମର କାମ। ଆଉ ଆମର ଆଜ୍ଞା ଏଠି ନାହିଁ ଯେ ସେମିତି କିଛି ଜିନିଷ ବସିକି ମୁଁ କଣ କରିଦେବି, ସେଗୁଡା ସବୁ ଏଠି ନାହିଁ।
ଆଜ୍ଞା ଆଜ୍ଞା। ମୁଁ ତ ବତେଇଦେମି ଲେଖିଦେମି ବହି ଦେବି ଯାଇକି ଘରେ ବସି ପ୍ରାକ୍ଟିସ କରିବ ଆଉ। କେତେ ଦିନ ରହିବାକୁ ପଡ଼ିବ ନା ଯୋଉଦିନ କିଛି ସେଦିନ ଦରକାର ପଳେଇ ନାହିଁ, ଗୋଟେ ଦିନରେ ବି ହେଇଯିବ। ଗୋଟେ ଦିନରେ ମଧ୍ୟ ମୁଁ ହେଇଯିବ ଆପରେ ଜିନିଷ ବତେଇଦେମି। ଗୋଟେ କଥା ଶୁଣ, ଯେ ଆମର କଥା ଅଛି ଯେ ସତ୍ୟ କହିବା ଠିକ ହେଲା କି। ଆଜ୍ଞା ତେଣୁ ତମେ ଯାହା ସତ୍ୟ କହିକି ଆସିବ, ଯାହା ସତ୍ୟ କହିବାଟା ପ୍ରାକ୍ଟିସ କରିବାଟା ଘରେ କରିବ 6 ମାସ କି ବର୍ଷେ କି 5 ବର୍ଷ ଲାଗେ। ତେଣୁ ଆଜ୍ଞା କର୍ମଟା ନିଜ ହାତରେ ନା ଆଉ। ତେଣୁ ଆମେ କହିଦେଲୁ ସିନା କୌଶଳଟା, ଫର୍ମୁଲାଟା କହିଦେଲୁ, କୌଶଳ କହିଦେଲୁ, ବତେଇଦେଲୁ ସବୁ। ତମେ ସେଠି ଯାଇକିରି ଘରେ କରିଲା ପରେ ତମର ଭିତରୁ ସବୁ ଯାକୁ ହୁଏ ସଦୟ ଜ୍ଞାନତା ହୃଦୟରୁ ଉଦୟ। ଆଚ୍ଛା ଅଟୋମେଟିକ ଭିତରୁ ସବୁ ଜାଗ୍ରତ ହବ ନିଜ ଭିତରୁ। ଏଠି କିଛି କରିବାକୁ ନାହିଁ। ମୁଁ କରିବି ବୋଲି ଏମିତି କିଛି ନାହିଁ। ସମର୍ପଣ କରିଦିଅ, ପ୍ରଭୁ କରିଦେବେ, ପ୍ରକୃତି କରିଦବ, ସଦ୍ଗୁରୁ କରିଦେବେ। ମୁଁ ଖାଲି ବସିବି ତାକୁ ଯୋଉ କୌଶଳ ଦେଇଛନ୍ତି ଗୁରୁ, ସେ କୌଶଳକୁ ଧରିକିରି ମୁଁ କେବଳ ଖାଲି ତାଙ୍କରି କଥା ଅନୁସାରେ କଥା ଅନୁସରଣ କର।